ଓଡ଼ିଆ ରଚନା ଓଡ଼ିଶାର ଖଣିଜ ସମ୍ପଦ ଉପକ୍ରମ। ଓଡ଼ିଶା ହେଉଛି ପ୍ରକୃତିର ଲୀଳାଭୂମି। ଓଡ଼ିଶାର ପ୍ରାକୃତିକ ଅପରୂପ ସୌନ୍ଦର୍ଯ୍ୟ ଯୁଗ ଯୁଗ ଧରି କବି, ଭାବୁକ, ଲେଖକ, ଦର୍ଶକ ଓ ଭ୍ରମଣକାରୀମାନଙ୍କୁ ଆକୃଷ୍ଟ କରିଆସିଛି। ସେହିପରି ଓଡ଼ିଶା ହେଉଛି ପ୍ରାକୃତିକ ସମ୍ପଦର ଅସରନ୍ତି ଭଣ୍ଡାର। ଓଡ଼ିଶାର ଭୂଗର୍ଭସ୍ଥ ପୃଥିତ ଖଣିଜ ସମ୍ପଦ ବହୁ କାଳ ପର୍ଯ୍ୟନ୍ତ ଓଡ଼ିଶାକୁ ସମୃଦ୍ଧ କରୁଥିବ, ଏଥିରେ ସନ୍ଦେହର ଅବକାଶ ନାହିଁ। ବିପୁଳାୟନ ପୃଥିବୀରେ ପରିବେଷ୍ଟିତ ଖଣିଜ ସମ୍ପଦମାନ ଓଡ଼ିଶାର ଅର୍ଥନୈତିକ ମେରୁଦଣ୍ଡକୁ ସୁଦୃଢ଼ କରିବାରେ ସହାୟକ ହୋଇଥାଏ। ମାତ୍ର କ୍ଷୁବ୍ଧର ବିଷୟ ଏହିକି ଯେ ଓଡ଼ିଶାରେ ଏହାର ସଦୁପଯୋଗ ହୋଇ ନ ପାରି ଓଡ଼ିଶା ସର୍ବଦା ଆର୍ଥିକ ଦୁର୍ଗତି ମଧ୍ୟରେ ଗତି କରି ଚାଲିଛି। ମାତ୍ର ଖଣିଜ ସମ୍ପଦର ପ୍ରାଚୁର୍ଯ୍ୟ ପାଇଁ ଭାରତବର୍ଷରେ ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ବହନ କରିଥିବାର ନଜିର ରହିଛି। ଯଦି ସେହି ଖଣିଜ ପଦାର୍ଥ ଗୁଡ଼ିକର ପ୍ରକୃତ ବିନିଯୋଗ ହୋଇପାରନ୍ତା, ତେବେ ଓଡ଼ିଶାର ଦାରିଦ୍ର୍ୟ ଅକ୍ଲେଶରେ ଦୂରୀଭୂତ ହୋଇପାରନ୍ତା ବୋଲି ଆଶା। ଓଡ଼ିଶାରେ ମିଳୁଥିବା ଖଣିଜ ପଦାର୍ଥମାନଙ୍କ ମଧ୍ୟରେ ଲୌହ ପଥର, ମାଙ୍ଗାନିଜ, ପଥର କୋଇଲା, କ୍ରୋମାଇଟ୍, ଗ୍ରାଫାଇଟ୍, ଲାଇମଷ୍ଟୋନ୍, ଚୂନପଥର, ଆଜବେଷ୍ଟସ୍, ଫାୟାରେକ୍ସ, ଅଭ୍ର ଓ ଚୀନାମାଟି ପ୍ରଧାନ। ଏଗୁଡ଼ିକ ଖଣିରୁ ଉତ୍ପାଦନ ନିମନ୍ତେ ସରକାରୀ ପ୍ରଚେଷ୍ଟା ଅବ୍ୟାହତ ରହିବା ଦରକାର। ଖଣିଜ ପଦାର୍ଥର ଆବଶ୍ୟକତା। ମନୁଷ୍ୟର ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ, ଶିଳ୍ପ, କାରଖାନା ପ୍ରସ୍ତୁତି ଦିଗରେ ଖଣିଜ ସମ୍ପଦର ବିନିଯୋଗ ଅବ୍ୟାହତ ଥାଏ। ଖଣିଜ ପଦାର୍ଥର ସଦୁପଯୋଗରେ ସାମାନ୍ୟ ପିନ୍ଠାରୁ ଆରମ୍ଭ କରି ବଡ଼ ବଡ଼ ଯନ୍ତ୍ରପାତି ପର୍ଯ୍ୟନ୍ତ ନିର୍ମାଣ କରିବା ସମ୍ଭବପର ହୋଇଥାଏ। ବିଭିନ୍ନ କଳକାରଖାନା ଚଳିବାରେ ଓ ଛୋଟଠାରୁ ବଡ଼ ବସ୍ତୁ ନିର୍ମାଣ କରିବାରେ ଖଣିଜ ସମ୍ପଦର ବିନିଯୋଗ ଏକାନ୍ତ ଅପରିହାର୍ଯ୍ୟ। ଏହାଦ୍ୱାରା ଶିକ୍ଷିତ ଯୁବକ ଯୁବତୀମାନେ ମଧ୍ୟ କର୍ମସଂସ୍ଥାନ ପାଇବାରେ ସହାୟକ ହୋଇଥାନ୍ତି। ଯଦି ଭୂଗର୍ଭସ୍ଥ ଗଚ୍ଛିତ ଖଣିଜ ପଦାର୍ଥର ଉପଯୁକ୍ତ ବିନିଯୋଗ ହୋଇପାରିବ, ତେବେ ଓଡ଼ିଶାର ଆର୍ଥିକ ମାନଦଣ୍ଡ ସୁଦୃଢ଼ ହୋଇପାରିବ ବୋଲି ଆଶା। ଖଣିଜ ସମ୍ପଦର ପ୍ରକାରଭେଦ ଓ ପ୍ରାପ୍ତି ସ୍ଥାନ। ଓଡ଼ିଶାରେ ଖଣିଜ ସମ୍ପଦର ଅଭାବ ନାହିଁ। ଏପରିକି ଲୁହା, ମାଙ୍ଗାନିଜ, କୋଇଲା, କ୍ରୋମାଇଟ୍, ଚୂନପଥର, ଗ୍ରାଫାଇଟ୍, ଫାୟାରେକ୍ସ, ଅଭ୍ର, ଚୀନାମାଟି ଆଦି ପ୍ରଧାନ ଖଣିଜ ପଦାର୍ଥ ରୂପେ ଦିବ୍ୟମାନ। ଏଗୁଡ଼ିକ ଓଡ଼ିଶାର ବିଭିନ୍ନ ସ୍ଥାନରେ ମିଳିଥାଏ, ଯାହାକି ଆଲୋଚ୍ୟର ବିଷୟ। ଓଡ଼ିଶାର ବିଭିନ୍ନ ସ୍ଥାନରେ ଲୁହା ଖଣିମାନ ରହିଛି। ଏପରିକି ମୟୂରଭଞ୍ଜ ଜିଲ୍ଲାର ଗୁରୁମହିଷାଣୀ, ବାଦାମପାହାଡ଼, ସୁଲେଇପାଟ, କେନ୍ଦୁଝରର ତାଳଡିହ, ବଡ଼ବିଲ, ବାଂଶପାଣି, ଯୋଡ଼ା, ସୁନ୍ଦରଗଡ଼ ଜିଲ୍ଲାର ବରସୁଆଁ, ବଣେଇ, କଟକ ଜିଲ୍ଲାର ସୁକିନ୍ଦା ଆଦି ସ୍ଥାନରେ ପ୍ରଚୁର ପରିମାଣରେ ଲୌହପଥର ଖଣିମାନ ରହିଛି। ମାଙ୍ଗାନିଜ ଏକ ମୂଲ୍ୟବାନ ଖଣିଜ ସମ୍ପଦ। ଏପରିକି ଓଡ଼ିଶାର କେନ୍ଦୁଝର, ଯୋଡ଼ା, ବଡ଼ବିଲ, ବଣେଇଗଡ଼ ତଥା ସୁନ୍ଦରଗଡ଼ର କାଲଟା ଅଞ୍ଚଳରେ ମାଙ୍ଗାନିଜ ଖଣିମାନ ରହିଛି। ସେହିପରି କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାରେ ମାଙ୍ଗାନିଜ ଖଣିମାନ ରହିଥିବାର ସନ୍ଧାନ ମିଳିଛି। ସମ୍ପ୍ରତି କୋରାପୁଟ, ରାୟଗଡ଼ା ଓ କେନ୍ଦୁଝରର ଯୋଡ଼ାଠାରେ ମାଙ୍ଗାନିଜ କାରଖାନା ମୁଣ୍ଡ ଟେକିଥିବାର ନଜିର ରହିଛି। ଖଣିଜ ସମ୍ପଦ ମଧ୍ୟରେ ଏକ ମୂଲ୍ୟବାନ ଖଣିଜ ସମ୍ପଦ ହେଉଛି ପଥର କୋଇଲା। ଏହାକୁ ଜାଳେଣୀ ରୂପେ ବ୍ୟବହାର କରାଯାଏ। ଏଥିରୁ ସିନ୍ଥେଟିକ୍ ପେଟ୍ରୋଲ, ପିଚୁ, ଆଲକାତାର, ସାକାରିନ୍, ଗନ୍ଧକର୍ପୂର, ଫିନାଇଲ, ଭେସଲିନ୍ ଆଦି ପ୍ରସ୍ତୁତ କରାଯାଇଥାଏ। ଓଡ଼ିଶାର ଢେଙ୍କାନାଳରେ ତାଳଚେର ଓ ସମ୍ବଲପୁରର ରାମପୁରଠାରେ କୋଇଲା ଖଣିମାନ ରହିଛି। କ୍ରୋମାଇଟ୍ ଏକ ମୂଲ୍ୟବାନ ଲାଭଜନକ ଖଣିଜ ପଦାର୍ଥ। ଏହା ଦାଗ ନିରୋଧକ ଇସ୍ପାତ ନିର୍ମାଣରେ ଆବଶ୍ୟକ ହୋଇଥାଏ। ଏତଦ୍‌ବ୍ୟତୀତ ରିଫ୍ରାକ୍ଟରୀ, ଇଟା, ଚମଡ଼ା ଶିଙ୍ଗ, ରଙ୍ଗଶିଳ୍ପ ଆଦି ବିଭିନ୍ନ କାର୍ଯ୍ୟରେ କ୍ରୋମାଇଟକୁ ବ୍ୟବହାର କରାଯାଇଥାଏ। ଭାରତରେ କ୍ରୋମାଇଟ୍ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି। କଟକ ଜିଲ୍ଲାର ସୁକିନ୍ଦା, ସବୁଆବିଲ, ଓକାରଲାଙ୍ଗ, ଢେଙ୍କାନାଳର ମରୁବାଲି, କାଠପାଳ,
କେନ୍ଦୁଝରର ବଣାଇଗଡ଼ ଆଦି ସ୍ଥାନରେ କ୍ରୋମାଟିକ୍ ଖଣିମାନ ପରିଦୃଷ୍ଟ ହୋଇଥାଏ। ସେହିପରି ଚୁନପଥର ଏକ ଲାଭଜନକ ଖଣିଜ ପଦାର୍ଥ। ଚୁନପଥରରୁ ସିମେଣ୍ଟ ପ୍ରସ୍ତୁତ ହୋଇଥାଏ। କୋରାପୁଟ ଜିଲ୍ଲାର କୋଟପାଡ଼, ସମ୍ବଲପୁରର ଡୁଙ୍ଗରି ଓ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର, ହାତବାଡ଼ି ଅଞ୍ଚଳରେ ଚୁନପଥର ଖଣିମାନ ରହିଛି। ଗ୍ରାଫାଇଟ୍ ଖଣିଜ ପଦାର୍ଥରୁ ପେନସିଲ୍ ତିଆରି ହୁଏ। ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼, ଟିଟିଲାଗଡ଼, ସମ୍ବଲପୁର ଜିଲ୍ଲାରେ ଏହି ଖଣିଜ ପଦାର୍ଥ ମିଳିଥାଏ। ଖଣିଜ ସମ୍ପଦର ବିକାଶ ଓ ବିନିଯୋଗ। ଓଡ଼ିଶାରେ ମିଳୁଥିବା ଖଣିଜ ପଦାର୍ଥମାନ ଓଡ଼ିଶାରେ ବ୍ୟବହୃତ କରିବା ନିମନ୍ତେ ବିଶେଷ ସୁବିଧା ନଥିବାରୁ ଏହାକୁ ସ୍ୱଚ୍ଛ ମୂଲ୍ୟରେ ବିଦେଶକୁ ରପ୍ତାନି କରାଯାଉଛି। ଫଳରେ ଆମ ଦେଶର ଅର୍ଥନୈତିକ ପ୍ରଗତି ବାଧାପ୍ରାପ୍ତ ହେଉଛି। ଓଡ଼ିଶାରେ ଉତ୍ପାଦିତ ଖଣିଜ ଶିଳ୍ପରୁ ଯଦି ଓଡ଼ିଶା ମାଟିରେ ବିନିଯୋଗ କରାଯାଇପାରନ୍ତା, ତେବେ ନିଶ୍ଚିତ ଭାବେ ଓଡ଼ିଶା ଭାଗ୍ୟର ପରିବର୍ତ୍ତନ ହୁଅନ୍ତା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ସେହିପରି ଓଡ଼ିଶାରେ ପରିଦୃଷ୍ଟ ହେଉଥିବା ଖଣିଜ ପଦାର୍ଥ ଗୁଡ଼ିକ ଭୂଗର୍ଭର ଉପରକୁ ଉତ୍ତୋଳନ କରାଯିବାରେ ବିବିଧ ସମସ୍ୟା ଦେଖାଯାଉଛି। ଏପରିକି ଆଧୁନିକ ଯନ୍ତ୍ରପାତିର ଅଭାବ, ଖଣି ଅଞ୍ଚଳକୁ ଗମନାଗମନର ଅସୁବିଧା, ତାଲିମପ୍ରାପ୍ତ ଖଣି ବିଶେଷଜ୍ଞଙ୍କର ଅଭାବ, ଶ୍ରମିକମାନଙ୍କର ରହଣି ନିମିତ୍ତ ସବୁ ପ୍ରକାର ବନ୍ଦୋବସ୍ତ ଅଭାବ ହିଁ ଖଣିଜ ପଦାର୍ଥ ଉତ୍ତୋଳନ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରୁଛି। ଏଗୁଡ଼ିକର ସମାଧାନ ନିମନ୍ତେ ନିରାକରଣର ବ୍ୟବସ୍ଥା କରାଗଲେ ଖଣିଜ ପଦାର୍ଥର ବିକାଶ ଓ ବିନିଯୋଗ ସହଜସାଧ୍ୟ ହେବ ବୋଲି ଆଶା କରାଯାଏ। ଉପସଂହାର: ଯଦିଓ ଓଡ଼ିଶାରେ ଖଣିଜ ସମ୍ପଦର ଅଭାବ ନାହିଁ, ସେଗୁଡ଼ିକ ବିନିଯୋଗ କ୍ଷେତ୍ରରେ ବିଭିନ୍ନ ଅନ୍ତରାୟ ସୃଷ୍ଟି ହେଉଛି। ଏସବୁର ସମାଧାନ ନିମନ୍ତେ ସରକାର ବିହିତ ପଦକ୍ଷେପ ନେବା ଉଚିତ। ବାସ୍ତବରେ ଓଡ଼ିଶା ଭୂଇଁରେ ଧନ ସମ୍ପଦର ଅଭାବ ନାହିଁ, ମାତ୍ର ଓଡ଼ିଆମାନଙ୍କର ମନର ଦୁର୍ବଳତା ହିଁ ତାଙ୍କୁ ଅଦ୍ୟାବଧି ଅବହେଳିତ କରି ରଖିଛି। ଆମ ରାଜ୍ୟରେ ଲୌହ ପଥର, ବକ୍ସାଇଟ୍ ଇତ୍ୟାଦି ଖଣିଜ ପଦାର୍ଥ ବିଦେଶକୁ ରପ୍ତାନି ହେଉଛି, ଅଥଚ ଓଡ଼ିଶା ରାଜ୍ୟର ଶିକ୍ଷିତ ଯୁବକମାନେ କର୍ମସଂସ୍ଥାନ ନ ପାଇ ଘରେ ବେକାର ହୋଇ ବସିଛନ୍ତି। ଏ ଦିଗରେ ସରକାରଙ୍କର ତୀକ୍ଷ୍ଣ ଦୃଷ୍ଟି ରହିଲେ ଏହାର ଆଶୁ ସମାଧାନ ହୋଇପାରିବ ବୋଲି ଆଶା କରାଯାଏ।